सरकार काहेकि चिंता करुच्ची जे काच बोतल लिटर पैक को परिवर्तन करने ପାଇଁ ସେ ରାଜସ୍ୱ ପାଇଁ ନା ନିଜର ସ୍ୱାର୍ଥ ପାଇଁ ସେ ତ ମୁଁ କହିପାରିବିନି କିନ୍ତୁ ଗତ କିଛି ବର୍ଷ ତଳେ ସୁପ୍ରିମକୋର୍ଟ ଏହି ଉପରେ ଗୋଟେ ଡିସିସନ୍ ରଖିଥିଲେ ଯେ ଟିଟ୍ରା ପ୍ୟାକ୍ରେ ମଦ ପ୍ୟାକେଜ କଲେ ଏହା ଗମ୍ଭୀର ଜନ ଚିନ୍ତା ଜଣାଇଥିଲେ ଯେ ସାଧାରଣତଃ ସ୍କୁଲ ଗୋଇଂ ପିଲାମାନେ ନିଜ ପକେଟରେ ବି ନେଇଯାଇପାରିବେ ତାକୁ ୟୁଜ୍ କରିପାରିବେ ଅଫିସିଆଲି ବି ୟୁଜ୍ କରିପାରିବେ ଏହା ବହୁତ ସଂସାର ପ୍ରତି ସୋସାଇଟି ପ୍ରତି କ୍ଷତିକାରକ ହେବ ତେଣୁ ପ୍ରତ୍ୟେକ ରାଜ୍ୟ ସରକାରକୁ ସେ ଚିନ୍ତା ଜତେଇଥିଲେ ଯେ ୟା ଉପରେ ଆପଣ ରିସର୍ଚ୍ଚ କରିବା ପାଇଁ ଆଉ ସାଧାରଣତଃ ମନ୍ତ୍ରୀ ଚାହୁଁଛନ୍ତି ଯେ କାଚ ବୋତଲ ଲୋକେ ବାଟରେ ଭାଙ୍ଗି ଦେଉଛନ୍ତି କିନ୍ତୁ ୱାଇନ୍ଟା ସବୁବେଳେ କାଚ ବୋତଲ ହିଁ ସେଫ୍ଟି ଥାଏ ଟିଟ୍ରା ପ୍ୟାକ୍ରେ ଦୀର୍ଘ ବର୍ଷ କାଚ ବୋତଲ କେବେ ରହିପାରିବ ନାହିଁ ତା ନିଶ୍ଚୟ ସାଇନ୍ ଗୋଟେ କେମିକାଲ ରିଆକ୍ସନ୍ ହେବ ଯାଦ୍ୱାରା ଅନ୍ୟମାନଙ୍କୁ କ୍ଷତି କରିବ ତା ପ୍ରଥମ ସରକାର ଚିନ୍ତା କରନ୍ତୁ ଯେ ଟିଟ୍ରା ପ୍ୟାକ୍ରେ ପ୍ୟାକିଂ କରିବା ଦ୍ୱାରା କ'ଣ କ୍ଷତି କ'ଣ ଲାଭ ନିଜ ରାଜସ୍ୱ ପାଇଁ ଚିନ୍ତା ଛାଡ଼ିକିରି ଜନସାଧାରଣ ଚିନ୍ତା ପ୍ରତି ଗଭୀର ଚିନ୍ତା ପ୍ରକଟ କରନ୍ତୁ। ଯଦି ଧରିନ ଯଦି ଟେଟ୍ରା ପ୍ୟାକରେ ଆସିଲା ତାହେଲେ ଅସୁବିଧା କ'ଣ ହେବ? ଅସୁବିଧା ଏହା ହେବ ସ୍କୁଲ ଗୋଇଂ ପିଲାମାନେ ନିଜ ସ୍କୁଲ ବ୍ୟାଗ୍ରେ ଆରାମରେ ତାକୁ ନେଇଯାଇପାରିବେ ସ୍କୁଲ ଅଧିକାଂଶ ଟାଇମ୍ରେ ରିଫ୍ରେଶ ଟାଇମ୍ରେ ୟୁଜ୍ କରିପାରିବେ କାଚ ବୋତଲରେ ପ୍ୟାକିଂ ନେବା ପାଇଁ ସବୁ କଷ୍ଟ ହୁଏ କାଚ ବୋତଲ ସାଧାରଣ ଭାଙ୍ଗିଯିବା ଭୟ ଥାଏ ନିଜର ଅଭିଭାବକ ଜାଣିଯିବାର ଭୟ ଥାଏ କିନ୍ତୁ ଟିଟ୍ରା ପ୍ୟାକ୍ରେ ଏହା କିଛି ଅସମ୍ଭବ ହେବନି ଏହା ସାଧାରଣତଃ କୋଲ୍ଡ ଡ୍ରିଙ୍କ ଭାବିକି ଲୋକେ ନେଇଯାଇପାରିବେ କାହାକୁ ଇଏ ବିରୋଧ କରିବାକୁ ମୌକା ମିଳିବନି। ଖାଲି କ'ଣ ସ୍କୁଲ ଆଉ କାହା ପାଇଁ ଅସୁବିଧା ହେବ? ସ୍କୁଲ ଅଫିସର ସାଧାରଣତଃ ଆଜିକାଲି ଯେଉଁ ଲେଡ଼ିଜ୍ ମାନେ ବି କିଛି ଜାଗାରେ ପିଇବା ଆରମ୍ଭ କଲେ ସେମାନଙ୍କ ପାଇଁ ବି ସୁବିଧା ହେଇଯିବ ଏହା ଦ୍ୱାରା ସରକାରଙ୍କ ରେଭିନ୍ୟୁ ଲାଭ ହଉ ବା ନ ହଉ କିନ୍ତୁ କ୍ଷତି ବହୁତ ହେବ। ମଦ ମାନେ ସେ ୱାଇନ୍ ଉପରେ କିଛି ଇଫେକ୍ଟ ପଡ଼ିବ କି? ସେଇଟା ତ ସାଇଣ୍ଟିଫିକ ପଡ଼ିବ କହିପାରୁନି କିନ୍ତୁ ନିଶ୍ଚୟ ପଡ଼ିବ ଏଇଟା ସେମାନେ ଯେଉଁମାନେ ରିସର୍ଚ୍ଚ କଲେ କହିପାରିବେ ମଦରେ ଆଜିକା ଯୁଗ ଯୋଉ ଧରି ଏଥିପାଇଁ କାଚ ବୋତଲ ପ୍ୟାକିଂ ହେଉଥିଲା କାଚ ବୋତଲରେ ସାଧାରଣତଃ ଆୟୁର୍ବେଦିକ ମେଡ଼ିସିନ ହଉ ବା ମଦ ହଉ ସେଫ୍ଟି ରୁହେ ବହୁତ ସମୟ ଧରି ଟିଟ୍ରା ପ୍ୟାକ୍ରେ କେବେ ହେଲେ ବହୁତ ଲଙ୍ଗ ଲାଷ୍ଟିଂ କରିବ କିନ୍ତୁ ଟିଟ୍ରା ପ୍ୟାକ୍ ଲଙ୍ଗ ଲାଷ୍ଟିଂ କରିବ ନାହିଁ ନିଶ୍ଚୟ ଗୋଟେ କ'ଣ ରିଏକ୍ସନ୍ କ୍ରିଏଟ୍ ହେବ ଯେଉଁଟାକି ସେଇଟା କ୍ଷତି ବି ହେଇପାରେ ସେଇଟା ଜଣାପଡ଼ିବ ରିସର୍ଚ୍ଚ କଲା ଜଣାପଡ଼ିବ। ଯେମିତି ଆମେ ଦେଖିଛେ ୱାଇନ୍ ପ୍ରାୟତଃ 20 ବର୍ଷ 50 ବର୍ଷର ପୁରୁଣା ୱାଇନ୍ କିମ୍ବା ପୁରୁଣା ମଦ ବିକ୍ରି ହୁଏ ସେମିତି କିନ୍ତୁ କୋଲ୍ଡ ଡ୍ରିଙ୍କ୍ସ କେବେ ଏତେ ବର୍ଷର ବିକ୍ରି ହୁଏନି କାରଣ ତାର ଗୋଟେ ଲିମିଟେଡ୍ ଥାଏ 6 ମାସ କି 2 ମାସ କି 5 ମାସ କିମ୍ବା ବର୍ଷେ ଗୋଟେ ଟେଟ୍ରା ପ୍ୟାକ୍ର ଲିମିଟେଡ୍ ଥାଏ। ନାଇଁ ଆଗ ବି କୋଲ୍ଡ ଡ୍ରିଙ୍କ୍ସ ସାଧାରଣତଃ ଆସୁଥିଲା କାଚ ବୋତଲରେ ଯେତେବେଳେ କୋଲ୍ଡ ଡ୍ରିଙ୍କ୍ସ ଦେଖିଛି ପିଲାବେଳେ କାଚ ବୋତଲ ଆସୁଥିଲା ଆଜି ବି କିଛି କୋଲ୍ଡ ଡ୍ରିଙ୍କ୍ସ କାଚ ବ୍ୟାଗ୍ ଆସୁଛି ଆଉ କିଛି ପ୍ଲାଷ୍ଟିକ୍ ବ୍ୟାଗ୍ ଆସୁଛି କିନ୍ତୁ କାଚ ପ୍ୟାକ୍ର ସେଫ୍ଟିଟା କେବେ ହେଲେ ପ୍ଲାଷ୍ଟିକ୍ରେ କିମ୍ବା ଟିଟ୍ରା ବ୍ୟାଗ୍ ଆସିବ ନାହିଁ ଆଉ ମଦ ସାଧାରଣତଃ 100 ବର୍ଷ 200 ବର୍ଷ ପୁରୁଣା କମ୍ପାନୀ ବି ଅଛି 1767 1867 କମ୍ପାନୀ ମଦଗାନ ଅଛନ୍ତି ସେମାନେ ସାଧାରଣତଃ ରିସର୍ଚ୍ଚ କରିଛନ୍ତି ଯେ କାଚରେ ମଦଟା ସେଫ୍ଟି ମଣିଷ ପାଇଁ ମାନେ ସେଫ୍ଟି ରହିବ ତେଣୁ ସେମାନେ କାଚର ନେବା ଆଣିବା ଯେତେ କଷ୍ଟ ହେଲେ ବି ଯେତେ ଏକ୍ସପେନ୍ସିଭ୍ ହେଲେ ବି ସେମାନେ କାଚର ବୋତଲ ଗୋଟିଏ ମଦ ବୋତଲ ଆଜିକାଲି 100 ଟଙ୍କାଠୁ ଆରମ୍ଭ କରିକିରି 200 ଲକ୍ଷ 3 ଲକ୍ଷ 4 ଲକ୍ଷ ମଦ ବାହାରିଲାଣି ତେଣୁ ମଦ ପିଇବାମାନଙ୍କ ପାଇଁ କେବେ ହେଲେ ମଦଟା କଷ୍ଟ ନ ହେଇପାରେ କାଚ ପ୍ୟାକ୍। ବିଜେପି ସରକାର ଆସିବା ପୂର୍ବରୁ କହିଥିଲେ କି ମଦ ବନ୍ଦ ହେଇଯିବ କିନ୍ତୁ ମଦ ବନ୍ଦ ନ ହେଇକି ନୂଆ ରୂପରେ ମଦକୁ ମାନେ ଟାଟା ପ୍ୟାକ୍ରେ ବାହାର କରାଯାଇଛି ସରକାର ମଦ ବନ୍ଦ କରିବା ପାଇଁ ଯୋଉ କହିଥିଲେ ଏଇଟା ଗୋଟେ ଇଲେକ୍ସନ ନାରାବାଜି ଲୋକଙ୍କ ମନରେ ଜାତିବା ପାଇଁ ସରକାର କେବେ ମଦ ବନ୍ଦ କରିବେନି ଗୁଜୁରାଟରେ ମଦ ବନ୍ଦ ହେଇଛି କିନ୍ତୁ ଗୁଜୁରାଟକୁ ଆଜି 20 ବର୍ଷ ଯିବା ଆସିବା କରୁଛି ଗୁଜୁରାଟର ଗଳିକନ୍ଦିରେ ମଦ ମିଳୁଛି ମଦ ବନ୍ଦ ହେଲା ସେତିକି ବଡ଼ କଥା ବିହାରରେ ମଦ ବନ୍ଦ ହେଇଛି ବିହାର ଗଳିକନ୍ଦିରେ ମଦ ମିଳୁଛି ମଦ ଲୋକ ଛାଡ଼ି ପାରିବେ ନାହିଁ ମଦ ଲୋକ ପିଇବାଟା ପିଇବେ ତେଣୁ ସରକାର ମଦ ବନ୍ଦ କରିପାରିବ ନାହିଁ ବିଜୁ ପଟ୍ଟନାୟକ ମଦ ବନ୍ଦ କରିଥିଲେ ପରବର୍ତ୍ତୀ ଅବସ୍ଥାରେ ସରକାର ଓହରି ଯାଇଥିଲେ ତେଣୁକରି ନବୀନ ପଟ୍ଟନାୟକ ତାଙ୍କ ଜିନ୍ଦଗୀ କାଳ ଚିନ୍ତା କଲେନି ମଦ ବନ୍ଦ କରିବା ପାଇଁ ଏତିକି ମଦୁଆ ବଢ଼ିଯାଇଛନ୍ତି ତେଣୁ ମଦ ଏମାନେ ବନ୍ଦ କରିପାରିବେ ନାହିଁ ପ୍ରତିଶୃତି ଲୋକମାନଙ୍କୁ ଗୋଟେ ଇଏ ନିଜ ଆଡ଼କୁ ଆକ୍ଟିଭ କରିବା ପାଇଁ ରାଜନୈତିକ ପ୍ରତିଶ୍ରୁତି ସରକାର ବିଶ୍ୱାସ କହିବି ସରକାରଙ୍କର ଗୋଟେ ଇଏ ଇଲେକ୍ସନ ହାବା ଅଲଗା ଥାଏ ପରବର୍ତ୍ତୀ ଅବସ୍ଥା ଅଲଗା ହୁଏ ଯୁବପିଢ଼ି ତ କିଛି ଇଏ ବିଚଳିତ ହେଉନାହାନ୍ତି ଯୁବପିଢ଼ିକୁ ମଦ ଦରକାର ଯେଉଁ ପରିବାରରେ ସ୍ୱାମୀ ମଦ ପିଇ ଆସି ସ୍ତ୍ରୀକୁ ଟର୍ଚର କରେ ସେଇ ପରିବାର ଚିନ୍ତା କରେ କିମ୍ବା ଯାହା ପୁଅ ମଦ ପିଇକିରି ରୋଗଗ୍ରସ୍ତ ହୋଇ ମେଡ଼ିକାଲ ତା ବାପା ଚିନ୍ତା କରେ ମଦଟା ଖରାପ ବୋଲି କିନ୍ତୁ ସେଇ ପରିବାର ତା ବାପା ବି ମଦ ପିଏ ତା ପୁଅ ବି ମଦ ପିଏ ଅଧିକାଂଶ ମଦୁଆ ହେଇଗଲେଣି ଆଜିକାଲି ତ ମଦଟାକୁ ସରକାର ବନ୍ଦ କରିବା ଚିନ୍ତା କରି ବନ୍ଦ କରିପାରିବେନି ଯଦି ମଦର ଗୁଣବତ୍ତା ବଢ଼େଇବେ ମଦର କ୍ୱାଲିଟିଟା ବଢ଼େଇବେ ମଦର ଯେମିତିକି ଶରୀର ପ୍ରତି କ୍ଷତିକାରକ ନ ହଉ କେତେ କ୍ୱାଣ୍ଟିଟି ମଦ ପିଇଲେ ଭଲ ହେବ ସେ ଉପରେ ରିସର୍ଚ୍ଚ କଲେ ଭଲ ହୁଅନ୍ତା ମଦରେ କୋଟି କୋଟି ରେଭିନ୍ୟୁ ଆଦାୟ ସତ କଥା କିନ୍ତୁ ମଦ ଉପରେ କୌଣସି ରିସର୍ଚ୍ଚ ହେଉନି ସେମିତି ରୋଡ଼ରେ ଗାଡ଼ି ଚଲାଇଲେ ଆକ୍ସିଡେଣ୍ଟ ହୁଏ ତ ଗାଡ଼ି ଯେତେ ଗାଡ଼ି ବାହାରୁଛି ତାର ସ୍ପିଡ୍ ଲିମିଟ୍ 120 130 200 ସ୍ପିଡ୍ ଥାଏ କିନ୍ତୁ ରୋଡ଼ରେ ସ୍ପିଡ୍ ଲିମିଟ୍ ଥାଏ ଠିକ୍ ସେପରି ଗୋଟେ ଲୋକକୁ ଦିନକୁ ଦୈନିକ କେତେ ମଦ ପିଇଲେ ଠିକ୍ ହେବ ଡକ୍ଟର ସାର୍ଟିଫାଇଡ୍ କରି ସେତିକି ମଦ ଅଧିକ ଦେବା କଥା ନାହିଁ ମଦ ଏକ୍ସେସ୍ ପିଇଲେ ଦେହ କ୍ଷତି ହେଉଛି ଗୁଟକା ବନ୍ଦ କଲେ ଗୁଟକାକୁ ମାନେ ଅଧିକା ରେଟ୍ରେ ବିକ୍ରି ହେଉଛି ମାନେ ଚୋରାରେ ବିକ୍ରି ହେଉଛି ଚୋରା ମାର୍କେଟରେ ବିକ୍ରି ହେଉଛି ମଦ ବି ସେମିତି ହେବ
ହଁ ସେ ତ ସେଥିପାଇଁ ତ ଇଏ ଆମର ସ୍ୱର୍ଗତ ମନ୍ତ୍ରୀ ଜଣେ କହୁଥିଲେ ମଦଟାକୁ ବନ୍ଦ ଆମେ ଏଥିପାଇଁ କରୁନୁ ବିଜେଡି ଗଭର୍ଣ୍ଣମେଣ୍ଟ କହୁଥିଲେ ମଦଟା ବନ୍ଦ କଲେ ମଦର ବହୁଳ ମାତ୍ରାରେ ଚୋରା ମଦ ବିକ୍ରି ହବ ଆଉ ଚୋରା ମଦଟା ଭେଜାଲ ଦିଆହବ ଲୋକ କ୍ଷତି ହବ। କେମିତି ଚୋରାଟା କେମିତି ବିକିବ? ଯଦି ସରକାର ଗଳିକନ୍ଦି ଚାହିଁବେନି କେମିତି ବିକିବ? ସରକାର ଚାହିଁଲେ ବି ଗଳିକନ୍ଦି ମଦ ବନେଇ ପାରିବେ ଜଙ୍ଗଲ ଦ୍ୱାରା ବନେଇ ପାରିବେ ଘରେ ଘରେ ମଦ ବନେଇବ ମଦ ବନେଇବା ପାଇଁ କୌଣସି ବଡ଼ ଫ୍ୟାକ୍ଟ୍ରି ଦରକାର ନାହିଁ ସାଧାରଣତଃ କିଛି ଜିନିଷକୁ ପୋଚ କରିକି ମଦ ବନେଇ ପାରିବେ କିମ୍ବା ଗୋଟେ କେମିକାଲ ପ୍ରୋସେସ୍ କରି ମଦ ବନେଇ ପାରିବେ। ତ ଏତେ ସଂଖ୍ୟାରେ ସରକାରଙ୍କର ପ୍ରୋଟେକ୍ସନ୍ ନାହିଁ ବା ଇଏ ଆମର ଏକ୍ସାଇଜ୍ ଡିପାର୍ଟମେଣ୍ଟର ଇଏ ନାହିଁ ସ୍କୋପ୍ ନାହିଁ ସମସ୍ତେ ଧରିବା ପାଇଁ। ଏବେ ଆଜି ଯାଇ ଦେଖିଛନ୍ତି ଗୁଜରାଟର ଗଳିକନ୍ଦି ମଦ ବିକ୍ରି ହେଉଛି ବିହାରର ଗଳିକନ୍ଦି ମଦ ବିକ୍ରି ହେଉଛି ତା ଦ୍ୱାରା ସରକାର ରେଭିନ୍ୟୁ ହରେଇବେ କିନ୍ତୁ ମଦ ବନ୍ଦ କରିପାରିବେନି। ସେଇଟା ତ ଠିକ କଥା କିନ୍ତୁ ଏଇ ମଦ କମ୍ପାନୀ ଆଉ ମଦ କାଉଣ୍ଟର ସବୁ ବନ୍ଦ କରିବାଟା ନିହାତି ଦରକାର ନାହିଁ। ମଦ ବନ୍ଦ କରିବା ନିହାତି ଦରକାର ଏହା ଆମର ଗାନ୍ଧିଜୀ ବି କହିଥିଲେ ଦେଶରୁ ଯଦି ସମ୍ପୂର୍ଣ୍ଣ ମଦ ବନ୍ଦ ହୋଇଯିବ ତାହେଲେ ବହୁତ ଭଲ ହେବ ବୋଲିକି କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ମଦ ବନ୍ଦ କରିବା ସମ୍ଭବପର ନୁହଁ। ଆଜିକାଲି ମାନେ ଇଏରେ ଯାହା ଚାଲିଛି ସେତିକି ମାନେ ଦୁର୍ଘଟଣା ହଉ କିମ୍ବା ଯାହା ବି ଘଟୁଛି ସବୁ ଏଇ ମଦ ଆଉ ନିଶା ପାଇଁ ହିଁ ଘଟୁଛି। ନିଶ୍ଚୟ ରୁହେ ମଦ ପିଇକିରି ହିତାହିତ ଜ୍ଞାନ ହରାଇଯାଏ ଗାଡ଼ି ଚଲେଇଲେ ଗାଡ଼ି ଆକ୍ସିଡେଣ୍ଟ ହୁଏ ମଦ ପିଇକିରି ଯେତେବେଳେ ସାଧାରଣତଃ ଯୁକ୍ତିତର୍କ ହୁଏ ବଢ଼ିଯାଏ ହିତାହିତ ଜ୍ଞାନ ଭୁଲିକିରି ସେ ନିଜର ସମ୍ପର୍କ ସହିତ କଳି କରେ କାହାକୁ ଭୁସି ଦିଏ ଏସବୁ ଘଟଣା ମଦ ପାଇଁ ଘଟୁଛି କିନ୍ତୁ ମଦର ଏକ୍ସେସ୍ ମଧ୍ୟ ଘଟୁଛି ମଦର ଏକ୍ସେସ୍ ଆଜି କମି ଦେଇଯିବ ଗୋଟେ ମଦ ମଣିଷ କେତେ ଲିମିଟ୍ ମଦ ପିଇଲେ ସିଏ ତା କଣ୍ଟ୍ରୋଲ ରହିବ ସେତିକି ଅଧିକ ଏକ୍ସେସ୍ ମଦ ନ ଦିଆଯିବ ତାହେଲେ କଣ୍ଟ୍ରୋଲ କରିବ କିନ୍ତୁ ମଦ ସମ୍ପୂର୍ଣ୍ଣ କେହି ବନ୍ଦ କରିପାରିବେନି। ମାନେ ମଦ କେବେ ବନ୍ଦ ହବ ନାହିଁ। ମଦ ବନ୍ଦ ପ୍ରଶ୍ନ ଉଠୁନି ପୃଥିବୀର କୌଣସି ରାଜ୍ୟରେ ମଦ ବନ୍ଦ ହେଇନି ଦି ଚାରିଟା ରାଜ୍ୟରେ କିଛି ଦିନ ପାଇଁ ବନ୍ଦ ହୁଏ ତାପରେ ଚାଲୁ ହୋଇଯାଏ ଆମର ଓଡ଼ିଶାରେ ବି ଇଏ ସ୍ୱର୍ଗତ ଯେତେବେଳେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ସିଏ ବି ମଦ ବନ୍ଦ କରିଥିଲେ ପରବର୍ତ୍ତୀ ଅବସ୍ଥାରେ ମଦ ଚାଲୁ ହେଲା ସେଇ ଟାଇମରେ ମଦ ପ୍ରବଳ ମିଳୁଥିଲା ଆନ୍ଧ୍ରପ୍ରଦେଶ ମଦ ଆସି ଓଡ଼ିଶାରେ ବିକ୍ରି ହେଉଥିଲା। ଚାହିଁଲେ ସରକାର ନିଶ୍ଚିତ ବନ୍ଦ ସରକାର ଚାହିଁଲେ ମଦ ବନ୍ଦ କରିବେ ସରକାର ପାଇଁ ମଦ ବନ୍ଦ କରିବା ବହୁତ ସହଜ ଆଉ ସିଏ ଯଦି ଚାହିଁବେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିପାରିବେ ଚୋରା ମଦ ବି ବନ୍ଦ କରିପାରିବେ କିନ୍ତୁ ସେମାନେ ଏଇ ବାହାନା ନେବେ ଯେ ଆମେ ମଦ ବନ୍ଦ କଲେ ଚୋରା ମଦ ବିକ୍ରି ହେବ ତେଣୁ ଆମେ ମଦ ବନ୍ଦ କରୁନୁ ମଦରୁ ରେଭିନ୍ୟୁ ସରକାର ରାଜସ୍ୱ ପାଉଛି କିନ୍ତୁ ତାରୁ ଅଧିକ ସରକାର କ୍ଷତି ସହୁଛି ଯେଉଁ ପ୍ରକାର ଲୋକ ମେଡ଼ିକାଲରେ ଟ୍ରିଟମେଣ୍ଟ ହେଉଛନ୍ତି ଔଷଧ ଖର୍ଚ୍ଚ ହେଉଛି ସେଇ ସରକାର ଯେଉଁ ହେଲ୍ଥ ସ୍କିମ୍ ମାଧ୍ୟମରେ ପଇସା ଦେଉଛି ସରକାର ଅଧିକ କ୍ଷତିଗ୍ରସ୍ତ ହେଉଛି ସରକାର ହିସାବ କରିବ ତାହେଲେ ମଦରୁ ରେଭିନ୍ୟୁ ଯାହା ଆସୁଛି ତାର ଅଧିକ ମେଡ଼ିକାଲ ଖର୍ଚ୍ଚ ହେଉଛି। ସେମାନେ କଣ ଏପଟେ ମଦ ଦେବେ ସେପଟେ ମୁଁ ତ କହିବି ସରକାର ସମ୍ପୂର୍ଣ୍ଣ ମଦ ଚିନ୍ତା କରନ୍ତୁ ସରକାର ନିଜେ ଏନାଲିସିସ୍ କରନ୍ତୁ ଯେ ବାର୍ଷିକ କେତେ ହଜାର କୋଟି ଟଙ୍କା ସେ ମେଡ଼ିକାଲ ବାବଦରେ ଖର୍ଚ୍ଚ କରୁଛନ୍ତି ଯେଉଁ କ୍ଲେମ୍ ଦେବା ପାଇଁ ସେଥିରୁ କେତେ ଲୋକ ମଦ ପାଇଁ କ୍ଷତିଗ୍ରସ୍ତ ହେଇକି ଆସୁଛନ୍ତି ଆଉ ମଦରୁ କେତେ ରେଭିନ୍ୟୁ ପାଉଛନ୍ତି। ତାହେଲେ ଯାଇକି ଗୋଟେ ଡିସିସନ ମେକିଂ ହେଇପାରିବ। ନିଶ୍ଚୟ ନିଶ୍ଚୟ ସରକାର ଚିନ୍ତା କରିବା ଦରକାର ସମ୍ପୂର୍ଣ୍ଣ ରୂପେ ମଦ ବନ୍ଦ କରିବା ପ୍ରୟାସ କରିବା ଦରକାର ଖାଲି କଥାରେ କହିଲେ ହେବନି ଯଦି ସରକାର ପ୍ରୟାସ କରିବ ସରକାର ପାଖରେ କୌଣସି ପ୍ରକାର ଅସମ୍ଭବ ନାହିଁ ନଥିଙ୍ଗ ଇମ୍ପସିବଲ୍ ବିଫୋର ଏ ଗଭର୍ଣ୍ଣମେଣ୍ଟ ଇଫ୍ ଗଭର୍ଣ୍ଣମେଣ୍ଟ ୱିଲ୍ ୱାଣ୍ଟ ହି କ୍ୟାନ୍ ଡୁ ଏନିଥିଙ୍ଗ। ଗୋଟେ ସାଧାରଣ ଗୁଟକା ବନ୍ଦ କରିପାରିଲେନି କଣ ମଦ ବନ୍ଦ କରିବେ? ଯେତେବେଳେ ସରକାର ଗୁଟକା ଚିନ୍ତା କଲେ ସେତେବେଳେ ଗୁଟକାର ରେଟ୍ ମାର୍କେଟରେ ହୋହାଲା ବଢ଼ି ଚାଲିଲା ସରକାର ଭୟଭୀତ ହୋଇଗଲେ ଯେ ସମସ୍ତେ ପ୍ରାୟ 40%ରୁ ଅଧିକ ଲୋକ ଗୁଟକା ବ୍ୟବହାର କରୁଛନ୍ତି ଆମେ ଯଦି ଗୁଟକା ବନ୍ଦ କରିଦେବୁ ହୁଏତ ଆମର ଭୋଟ୍ କମିଯିବ ସେଟା ଡରିଗଲେ ମୁଁ ଯାହା ଭାବୁଛି। ଗୁଟକା ତ 10 ଟଙ୍କା ହଁ ଗୁଟକା ତ ଗଳିକନ୍ଦି ମିଳୁଛି ରେଟ୍ ବଢ଼ିଗଲା। ମାନେ ଏଇଟା ମାନେ ରେଟ୍ ବଢିବା ପାଇଁ କରିଥିଲେ ନା ପ୍ରକୃତରେ ବନ୍ଦ ପାଇଁ କରିଥିଲେ? ସେମାନେ ପ୍ରକୃତରେ ବନ୍ଦ କରିବା ଚିନ୍ତା କରିଥିଲେ କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଯେଉଁ ପ୍ରକାର ହାୱା ହେଲା ସେମାନେ ହୁଏତ ଭାବୁଛି ଗୋଟେ ଭୟଭୀତ ହୋଇଗଲେ। ଲୋକଙ୍କ ପକେଟରୁ ପଇସା ନେଇକି ଏବେ ସରକାର ଯୋଉ ମାନେ ମ୍ୟାନୁଫ୍ୟାକ୍ଚର କରୁଛନ୍ତି ତାଙ୍କୁ ଦେବେ। ନା ଗୁଟକା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଡିସିସନ ଦେଇଛି ଗୁଟକା ଚାଲିବା କଥା ନାହିଁ ସରକାର ତାକୁ କାହିଁକି ଡରୁଛନ୍ତି ସେ ସରକାର ହିଁ ଉତ୍ତର ଦେଇପାରିବେ।